ସାଙ୍ଗମାନେ ଏହି ଫୁଲର ନାମ କ'ଣ? ଯଦି ଆପଣ ଏହାର ଉତ୍ତର ଜାଣିଛନ୍ତି କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ଆଉ ଗୋଟେ ୟାକୁ ନେଇ ପ୍ରଶ୍ନ, କାହାର ପକେଟରେ ସବୁବେଳେ ଗୋଟେ ଫୁଲ ଥାଏ? ଅପସନ୍ ସାର୍, ଜବାହରଲାଲ ନେହେରୁ, ଗୋପବନ୍ଧୁ, ସୁଭାଷ ଚନ୍ଦ୍ର ବୋଷ ନା ବାଲ ଗଙ୍ଗାଧର ତିଲକ? କାହାର ପକେଟରେ ସବୁବେଳେ ଗୋଟେ ଗୋଲାପ ଫୁଲ ହିଁ ଥାଏ? ଏଇଟା ପ୍ରେମର ସଂକେତ। ଠିକ୍ ଅଛି, ତ ଆପଣମାନେ କୁହନ୍ତୁ ଏହାର ନାମ କ'ଣ? ଯଦି ଆପଣ ଏହାକୁ ଭଲ ପାଉଛନ୍ତି ବହୁତ ମାତ୍ରାରେ ତାହେଲେ ଗୋଟେ ଲାଇକ୍ କରନ୍ତୁ, ଗୋଟେ ସେୟାର କରନ୍ତୁ, ଗୋଟେ ସବସ୍କ୍ରାଇବ୍ କରନ୍ତୁ। ଭଲ ଲାଗିଲେ ଆମ ସହିତ ଯୋଡ଼ି ହେଇ ରୁହନ୍ତୁ, ନା କ'ଣ କହୁଛନ୍ତି? ଆପଣ ଏହାକୁ ଭଲ ପାଆନ୍ତି ତ ନା ପାଆନ୍ତିନି? ସମସ୍ତଙ୍କ ବାଡ଼ିରେ ଏହାକୁ ରଖିବା ଦରକାର, ଯେହେତୁ ଇଏ ପ୍ରେମର ପ୍ରତୀକ।